ଏବେ ଶୀତ ଦିନରେ ବହୁତ ସାରା ଫୁଲକୋବି ମାର୍କେଟକୁ ଆସିଲାଣି। ଆପଣମାନେ ତ ନିଶ୍ଚୟ ଫୁଲକୋବିରେ ବହୁତ ପ୍ରକାର ଆଇଟମ୍ ବନେଇକି ଖାଇଥିବେ, କିନ୍ତୁ ଆଜିର ଏହି ଫୁଲକୋବି ଟିକେ ୟୁନିକ୍ ଆଉ ଡିଫରେଣ୍ଟ ଷ୍ଟାଇଲର ଦମଦାର ଫୁଲକୋବି ରେସିପି, ଯାହା ରୁଟି, ପରଟା, ପୁରୀ, ଭାତ ସହିତ ବହୁତ ବଢ଼ିଆ ଲାଗିବ। ଆପଣମାନେ ଭିଡ଼ିଓଟାକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆଜିର ରେସିପି ଆପଣମାନଙ୍କୁ ପସନ୍ଦ ଆସେ, ପ୍ଲିଜ୍ ଛୋଟ ଲାଇକ୍ ସହିତ କମେଣ୍ଟ ସେୟାର କରିନେବେ। ଆଉ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି, ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଯାହା ବି ମୁଁ ଭିଡ଼ିଓ ଅପଲୋଡ଼ କରିବି ସର୍ବପ୍ରଥମେ ଆପଣମାନେ ଦେଖିପାରିବେ। ଆଜିର ଏହି ଫୁଲକୋବି ତରକାରୀ ବନେଇବା ପାଇଁ ପ୍ରଥମେ ମୁଁ ଦେଇଛି 2ଟା କଞ୍ଚା ଲଙ୍କା, ତା ସହିତ 7 କୋଲା ରସୁଣ, 2ଟା ମିଡ଼ିୟମ୍ ସାଇଜର ପିଆଜ, କିଛି ଧନିଆ ପତ୍ର, 1 ଟମାଟୋ ଆଉ 2 ଖଣ୍ଡ ଅଦାକୁ ମୁଁ ନେଇଛି। ପ୍ରଥମେ ଆକୁ ଗ୍ରାଇଣ୍ଡିଂ କରିନେବା। ତା ସହିତ ମୁଁ ଏଠି କିଛି କୋବିକୁ ହଳଦୀ ପାଣିରେ ପ୍ରଥମେ ଧୋଇକିରି 2 ପଟ ଏମିତି କଟ୍ ଲଗାଇ ନେଇଛି, ଯାହାଫଳରେ କୋବି ଭଲସେ ସିଝିଯିବ। ତା ସହିତ ଏଠି 2ଟା ମିଡ଼ିୟମ୍ ସାଇଜର ଆଳୁର ଚୋପା ଛଡ଼େଇକି ମଧ୍ୟ ରଖିନେଇଛି। ଏଠି ମୁଁ ବସାଇଛି ଗୋଟେ କଡ଼େଇ ଗରମ ହେଲା ପରେ ଆମେ ଏଠି ଦେବା 2 ବଡ଼ ଚାମଚ ସୋରିଷ ତେଲ। ସୋରିଷ ତେଲରେ ତରକାରୀ ବହୁତ ବଢ଼ିଆ ଲାଗିବ। ଆପଣମାନେ ସୋରିଷ ତେଲରେ ହିଁ ଫୁଲକୋବିର ରେସିପି ଯଦି ପିଆଜ ରସୁଣ ଦେଇ ବନାଉଛନ୍ତି ତାହେଲେ ଏହିପରି ବନେଇବେ। ତାପରେ ଆମେ ସବୁ ଫୁଲକୋବି, ଆଳୁ ଆଉ ଅଳ୍ପ ଟିକେ ସ୍ୱାଦ ଅନୁସାରେ ଲୁଣ ଆଉ ଟିକେ ହଳଦୀ ଦେଇ ପ୍ରଥମେ ତାକୁ ଟିକେ ଭାଜି ନେବା। ଫୁଲକୋବି ଆଳୁକୁ ଘୋଡ଼େଇ ଆମେ କଭର ଦେଇ ଭାଜିବା, ଯାହାଫଳରେ ଫୁଲକୋବିରେ ଆମର ଲୁଣ ବଢ଼ିଆସେ ମିଶିଯିବ ଆଉ ଖାଇଲା ବେଳେ ଫୁଲକୋବି ଆଉ ଆଳୁ ଜମା ଅଲଣା ଲାଗିବନି। ତାପରେ ଆମେ ତାକୁ 70% ସିଝିବା ପର୍ଯ୍ୟନ୍ତ ଭାଜିବା, ଯାହାଫଳରେ ଆମକୁ ଖୁବ୍ କମ୍ ସମୟ ଲାଗିବ। ସେପଟେ ତରକାରୀ ବନେଇଲା ବେଳେ ତରକାରୀରେ ବହୁତ ବଢ଼ିଆ ଗ୍ରେଭି ଆଣିଦେବ। ଏଠି ଆମର ଫୁଲକୋବି ଆଳୁ ଭାଜି ହେଇଗଲାଣି। ପ୍ରଥମେ ତାକୁ ଆମେ କାଢ଼ି ନେବା। ଆଠୁ ଆଉ ଅଧିକ ଭାଜିବାନି, ଯାହାଫଳରେ ଆମ ତରକାରୀ ବନେଇଲା ବେଳେ ଆଉ ଯେତିକି ଅଛି ସେତିକି ଭାଜି ହେଇଯିବ। ତାପରେ ଏଠି କଡ଼େଇରେ ଆଉ 1 ବଡ଼ ଚାମଚ ଦେଇଦେବା ସୋରିଷ ତେଲ ଆଉ କାଟିକି ରଖିଥିବା କ୍ୟୁବ୍ ସାଇଜର ଏମିତି ପିଆଜ ଆଉ କ୍ୟାପ୍ସିକମ୍କୁ ଦେଇ ଅଳ୍ପ ଟିକେ ଭାଜି ନେବା। ପିଆଜ ଆଉ କ୍ୟାପ୍ସିକମ୍ ଅଳ୍ପ ଟିକେ ଭାଜି ହେଇଗଲା ପରେ ଆମେ ଟମାଟୋକୁ ଆଡ଼୍ କରିବା। ଯେହେତୁ ଟମାଟୋ ଟିକେ ଅଧିକ ପାଚିଯାଇଛି, ସେଥିପାଇଁ ମୁଁ ପରେ ଆଡ଼୍ କଲି, ନହେଲେ ସେ ପୁରା ମେଲ୍ଟ ହେଇଯିବ। ଆମର ଏଇଠି ଜଷ୍ଟ ଟିକେ ଭାଜିବାର ଅଛି, ଆକୁ ପୁରା ଭଲସେ ଭାଜିବାର ନାହିଁ, ଟିକେ କ୍ରଞ୍ଚି ରଖି ଆମେ ଭାଜିବା। ତାପରେ ତାକୁ ଆମେ କାଢ଼ି ନେବା ଆଉ ଗୋଟେ ପାତ୍ରକୁ। ତାପରେ କଡ଼େଇରେ ଦେବା 1 ବଡ଼ ଚାମଚ ସୋରିଷ ତେଲ ଆଉ 1 ତେଜପତ୍ର। ତେଲ ଗରମ ହେଲା ପରେ ତେଜପତ୍ର ଦେବା, ତା ସହିତ 1/2 ଚାମଚ ଦେଇଦେବା ଜିରା। ଜିରା ଟିକେ ଭଲସେ ଭାଜି ହେଇଗଲା ପରେ ଆମେ ଆଗରୁ ବନେଇ ରଖିଥିବା ପେଷ୍ଟ ପିଆଜ, ଅଦା, ଟମାଟୋ ଆଉ କଞ୍ଚା ଲଙ୍କା, ଧନିଆ ପତ୍ରର ପେଷ୍ଟକୁ ଦେଇଦେବା ଆଉ ତାକୁ ଟିକେ ଭାଜି ନେବା। ସେଇଥିରେ ଆମେ 1/2 ଚାମଚ ଖଣ୍ଡେ ଦେଇଦେବା ଲୁଣ। ଯେହେତୁ ମୁଁ କୋବି ଭାଜିଲା ବେଳେ ଲୁଣ ଆଡ଼୍ କରିଥିଲି, ସେଥିପାଇଁ ଏଠି ତରକାରୀକୁ ଦେଖିକିରି ହିଁ ଲୁଣ ଆଡ଼୍ କରିପାରିବେ, ନହେଲେ ଆପଣ ମଧ୍ୟ ପରେ ଆଡ଼୍ କରିପାରିବେ। ଏଠି ଲୁଣ ଦେଲେ ମେଲ୍ଟ ହେଇଯିବ, ମସଲା ଜଲ୍ଦି ମେଲ୍ଟ ହେଇଯିବ ଆଉ ଖୁବ୍ କମ୍ ତେଲରେ ମଧ୍ୟ ମସଲାଟା ଭାଜି ହେଇଯିବ। ମସଲାକୁ ସେ ପର୍ଯ୍ୟନ୍ତ ଭାଜିବା ଯେ ପର୍ଯ୍ୟନ୍ତ ମସଲାରୁ ତେଲ ଅଲଗା ନ ହେଇଛି ବା ମସଲାଟା ଭଲସେ ଡ୍ରାଏ ନ ହେଇଛି। ମସଲା ଭାଜିଲା ବେଳେ ଯେତେବେଳେ ଡ୍ରାଏ ହେଇଯିବ, ସେତେବେଳେ ଅଳ୍ପ ପାଣି ଦେବା, ଯାହାଫଳରେ ଆମର ମସଲା ତଳୁ ଲାଗିବନି ବା ପୋଡ଼ିବନି। ସବୁବେଳେ ମସଲା କଷିଲା ବେଳେ ଅଳ୍ପ ପାଣି ଦେଇ କଷିବେ, ଯାହାଫଳରେ ତରକାରୀ ବହୁତ ଟେଷ୍ଟ ଲାଗିବ। ତାପରେ ଆମେ ସବୁ ପ୍ରକାର ଗୁଣ୍ଡ ମସଲା ୟୁଜ୍ କରିବା, ଯେମିତିକି ଜିରା ଗୁଣ୍ଡ 1/2 ଚାମଚ, 1/2 ଚାମଚ ଧନିଆ ଗୁଣ୍ଡ ଆଉ କଲର୍ ପାଇଁ କାଶ୍ମୀର ଲଙ୍କା ଗୁଣ୍ଡ 1/2 ଚାମଚ ଦେଲି। ଯେହେତୁ ମୁଁ କଞ୍ଚା ଲଙ୍କା 2ଟା ଆଡ଼୍ କରିଥିଲି, ଆପଣ ଚାହିଁଲେ ଯଦି କଞ୍ଚା ଲଙ୍କା ଆଡ଼୍ ନ କରିବେ ତାହେଲେ ଲଙ୍କା ଗୁଣ୍ଡ ମଧ୍ୟ ଆଡ଼୍ କରିପାରିବେ। ଯେହେତୁ ମୁଁ ଚୁଲିରେ ବନାଉଛି ଆଉ ଜଲ୍ଦି ସବୁ ପାଣି ଶୁଖିଯାଉଛି, ସେଥିପାଇଁ ମୁଁ 1/2 ଚାମଚ ଲେଖା ମଝିରେ ପାଣି ଦେଇ ମସଲାକୁ ଗୋଳଉଛି। ଆପଣମାନେ ଗ୍ୟାସ୍ରେ ବନେଇଲେ ଅଳ୍ପ ପାଣି ଦେଇ ମସଲାକୁ ଗୋଳଉଥିବେ, ଯାହାଫଳରେ ମସଲା ତଳୁ ଜମା ବି ଲାଗିବନି। ତା ସହିତ 1/2 ଚାମଚ ଦେଇଦେଲି ଚିକେନ୍ ମସଲା। ଆପଣ ଚାହିଁଲେ ଚିକେନ୍ ମସଲା ଜାଗାରେ 1/2 ଚାମଚ କରି ପାଉଡ଼ର କିମ୍ବା ଗରମ ମସଲା ମଧ୍ୟ ଆଡ଼୍ କରିପାରିବେ, ନାହିଁ ତ 1/2 ଚାମଚ ମିଟ୍ ମସଲା ମଧ୍ୟ ଆଡ଼୍ କରିପାରିବେ। ତାକୁ ଦେଇକି ଅଳ୍ପ ପାଣି ଦେଇ ମସଲାକୁ ସେମିତି କଷୁଥିବା ଯେପର୍ଯ୍ୟନ୍ତ ମସଲାରୁ ତେଲ ଅଲଗା ନ ହେଇଛି। ତାପରେ 1/2 ଚାମଚ ଦେଇଦେବା ହଳଦୀ ଗୁଣ୍ଡ। ଯେହେତୁ ମୁଁ ହଳଦୀ ଗୁଣ୍ଡ ଦେବା ପାଇଁ ଭୁଲି ଯାଇଥିଲି, ଏଠି ମୁଁ ହଳଦୀ ଗୁଣ୍ଡକୁ ମଧ୍ୟ ଆଡ଼୍ କଲି। ହଳଦୀ ଗୁଣ୍ଡକୁ ଦେଇକି ଅଳ୍ପ ପାଣି ଦେଇ ମସଲାକୁ ସେ ପର୍ଯ୍ୟନ୍ତ କଷିବା ଯେପର୍ଯ୍ୟନ୍ତ ମସଲା ପୁରା ବଢ଼ିଆସେ କଷି ନ ହେଇଛି ବା ମସଲାରୁ ତେଲ ଅଲଗା ନ ହେଇଛି। ତାପରେ ଆମେ ଏଠି ଭାଜିକି ରଖିଥିବା କୋବି ଆଉ ଆଳୁକୁ ଆଡ଼୍ କରିନେବା, ତାକୁ ମଧ୍ୟ 1 ମିନିଟ୍ ଏମିତି କଷି ନେବା। ମସଲା ଆଳୁ ଦିହରେ ସବୁ ବଢ଼ିଆସେ ମିଶିଗଲା ପରେ, କଷି ହେଇଗଲା ପରେ ଆମେ ଏଠି ଆଡ଼୍ କରିବା ଆଗରୁ ଭାଜି ରଖିଥିବା ଟମାଟୋ, କ୍ୟାପ୍ସିକମ୍ ଆଉ ପିଆଜକୁ ଦେବା ଆଉ ତାକୁ ମଧ୍ୟ 1 ମିନିଟ୍ କଷି ନେବା।
ଯେହେତୁ ମୋର ଏଠି ଟମାଟୋ ଟିକେ ବହୁତ ପାଚିଲା ଥିଲା ସେଥିପାଇଁ ଜଲ୍ଦି ମେଲ୍ଟ ହେଇଗଲା। ତାପରେ ଆମେ ତାକୁ ଭଲସେ କଷି ସାରିଲା ପରେ ଆମେ ଏଠି ଗୋଟେ ଗ୍ଲାସ୍ ଦେଇଦେବା ପାଣି। ସବୁବେଳେ ଗରମ ପାଣି ହିଁ ତରକାରୀରେ ଆଡ଼୍ କରିବେ, ବହୁତ ଟେଷ୍ଟ ଲାଗିବ। ତାକୁ ଦେଇକି ଆଉ 1 ମିନିଟ୍ ମଧ୍ୟ ପର୍ଯ୍ୟନ୍ତ ଫୁଟେଇ ନେବା, ଯାହାଫଳରେ ଆମେ ତରକାରୀର ଗ୍ରେଭିକି ଦେଖନ୍ତୁ ଏତିକି ହିଁ ରଖିବେ, ବହୁତ ଟେଷ୍ଟ ଲାଗିବ। ଆପଣମାନେ ଏହାକୁ ଭାତ, ରୁଟି, ପରଟା ସହିତ ଖାଇବେ, ବହୁତ ବଢ଼ିଆ ଲାଗିବ। ଶେଷରେ କିଛି କଟା ଧନିଆ ପତ୍ର ସହିତ କିଛି ଗରମ ମସଲାକୁ ଆଡ଼୍ କରିନେବା। କଟା ଧନିଆ ପତ୍ର ସହ ଗରମ ମସଲା ଦେଇ ଗୋଳେଇ ଦେଲା ପରେ ଆମର ଟିକେ ଡିଫରେଣ୍ଟ ଷ୍ଟାଇଲର ଫୁଲକୋବି ଆଳୁ ତରକାରୀ ପୁରା ରେଡ଼ି। ଆପଣମାନେ ଥରେ ଏହି ପ୍ରୋସେସରେ ବନେଇକି ଖାଆନ୍ତୁ, ଆଉ କେମିତି ଲାଗିଲା ଆଜିର ରେସିପି କମେଣ୍ଟ ସେକ୍ସନରେ ସିଓର ଜଣେଇବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।